ସାର୍ ଆଜି କ'ଣ ମନ ଦୁଃଖ କରିକି ଏଠି ବସିଛନ୍ତି? ମନ ଦୁଃଖ ହବନି? ମାସ ଯାକ ପିଲାଙ୍କୁ ପାଠ ପଢ଼େଇଲି ଆଉ ମାସ ଶେଷରେ ଦରମା ମିଳିଲାନି। କାହିଁକି? କଥାଟା କ'ଣ କି, ଆମ ସ୍କୁଲରେ ଏଥର 30ଟା ପିଲା 10ମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଆଉ ତାଙ୍କ ଭିତରୁ ଜମା 10ଟା ପିଲା ପାସ୍ କରିଛନ୍ତି। ଆର 20ଟା ପିଲାଙ୍କର କ'ଣ ଅସୁବିଧା ହେଲା କି? ଆରେ ସେମାନେ ବା ଧାଡ଼ି ଲେଖି ଜାଣିନାହାନ୍ତି, ଓଡ଼ିଆ ବହି ପଢ଼ି ଜାଣିନାହାନ୍ତି। ଆପଣ ତାଙ୍କୁ ଲେଖାପଢ଼ା ଶିଖେଇଥାନ୍ତେ ନା ଆଉ। ଆଚ୍ଛା କହିଲୁ, ଏଇ ଲେଖାପଢ଼ା ଶିଖେଇବାଟା କୋଉ କ୍ଲାସ୍ ଟିଚରର କାମ? ପ୍ରଥମ କ୍ଲାସ୍। ତାହେଲେ ତ ଦରମା ତାଙ୍କର ବନ୍ଦ ହେବା କଥା, ମୋର କାହିଁକି ବନ୍ଦ ହେଲା? ଆଜ୍ଞା, ଯଦି ଆକ୍ସନ୍ ନେବାର ଅଛି ତାହେଲେ ପ୍ରଥମ କ୍ଲାସ୍ରୁ ହିଁ ନିଅନ୍ତୁ, ଯେମିତିକି ପିଲାଟା 10ମ ଶ୍ରେଣୀରେ ପଢ଼ିଲା ବେଳକୁ ଆଉ ଲେଖାପଢ଼ା ଶିଖେଇବାର ଟେନସନ୍ ନଥିବ, ତାହେଲେ ଯାଇ ସବୁ ପିଲା ପାସ୍ କରିବେ। ହଁ, ଆଉ ଗୋଟେ କଥା, ଯେତେବେଳେ ଗୋଟେ ପିଲା ଭଲ ଭାବରେ ଲେଖାପଢ଼ା କରି ଶିଖିଥିବ ଆଉ ତାର ଫଣ୍ଡାମେଣ୍ଟାଲ ପୁରା କ୍ଲିଅର ଥିବ, ସେତେବେଳେ ଯଦି ସେ 10ମ ଶ୍ରେଣୀର ପାଠ ନ ଜାଣିପାରିଲା ତାହେଲେ ଆମ ଉପରେ ଆକ୍ସନ୍ ନେଲେ ଆମେ ମନ ଦୁଃଖ କରିବୁନି।